ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଭରୁଆ ମୁଣ୍ଡା ଛକରେ ଭାରସାମ୍ୟ ହରାଇ ଓଲଟିଲା ଚାଉଳ ବୋଝେଇ ଟ୍ରକ୍। ଫଳରେ ଟ୍ରକରେ ଥିବା ଡ୍ରାଇଭରଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତକ ଡ୍ରାଇଭର ବରଗଡ଼ ଜିଲ୍ଲା ଡୋଙ୍ଗା ଛଞ୍ଚା ଗ୍ରାମର ବୋଲି ସୂଚନା। ଉକ୍ତ ଡ୍ରାଇଭର ଟ୍ରକ୍ ଓ ଚାଉଳରେ ଚାପି ହୋଇଯାଇଥିଲେ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ସୁରକ୍ଷା କର୍ମୀଙ୍କ ଗୁଳିରେ 8 ଜଣ ନକ୍ସଲଙ୍କ ମୃତ୍ୟୁ। ସ୍ଥାନୀୟ ଗାଙ୍ଗାଲୁରୁରେ ଗୁଳି ବିନିମୟ ବେଳେ 8 ଜଣ ନକ୍ସଲଙ୍କର ମୃତ୍ୟୁ ଘଟିଥିବା ବେଳେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି। ବିଜେପିରେ ମିଶିଲେ ଦିଲ୍ଲୀର 8 ଜଣ ବିଧାୟକ। ଆପ୍ରୁ ଇସ୍ତଫା ଦେବା ପରେ ଦିଲ୍ଲୀରେ 8 ଜଣ ବିଧାୟକ ପ୍ରଭାରୀ ବୈଜୟନ୍ତ ପଣ୍ଡାଙ୍କ ଉପସ୍ଥିତିରେ ବିଜେପିରେ ମିଶିଛନ୍ତି। ଦୁର୍ନୀତି ଅଭିଯୋଗ ଆଣି ଗତକାଲି ସମସ୍ତ ବିଧାୟକ ଆପ୍ରୁ ଇସ୍ତଫା ଦେଇଥିଲେ। କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ରେଞ୍ଜ କାଦମାଳି ଗାଁରେ ହାତୀ ଉପଦ୍ରବ୍ୟ। ହାତୀ ଘର ଦ୍ୱାର ଭାଙ୍ଗିବା ସହ ଶୋଇଥିବା ବେଳେ 2 ଜଣ ବୃଦ୍ଧ ଓ ବୃଦ୍ଧାଙ୍କୁ କଚାଡ଼ି ଦଳି ଦେଇଥିବା ସୂଚନା ମିଳିଛି। ଅପରପକ୍ଷରେ ହାତୀକୁ ଦେଖି ଦୌଡ଼ି ପଳାଇଥିବା ଘରର ଅନ୍ୟ ସଦସ୍ୟମାନେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି। ଆସନ୍ତା ଫେବୃଆରୀ 9ରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଆଜିଠାରୁ ଅନଲାଇନ ଟିକେଟ ବୁକିଂ ଆରମ୍ଭ ହେବ। ଆୟୋଜକ ଓଡ଼ିଶା କ୍ରିକେଟ ଆସୋସିଏସନ ସୂତ୍ରରୁ ପ୍ରକାଶ ଯେ ମୋଟ 4000 ଟିକେଟ ଅନଲାଇନରେ ବିକ୍ରି କରାଯିବ। ସମ୍ବଲପୁର ବୁର୍ଲା ସହରରେ ଦେଶୀ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରିବା ଅଭିଯୋଗରେ ପୋଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ଏବଂ ତାଠାରୁ ଗୋଟିଏ ଦେଶୀ ବନ୍ଧୁକ ଏବଂ 3ଟି ଜୀବନ୍ତ ଗୁଳି ଜବତ କରିଛି। ଗିରଫ ଅଭିଯୁକ୍ତ ଜଣକ ପାପିନ୍ଦର ସିଂ ବୋଲି ସୂଚନା। ପବିତ୍ର ବସନ୍ତ ପଞ୍ଚମୀରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ରଥ କାଠ ଅନୁକୂଳ ହେବା ସହ ପୁରୀ ରାଜନହର ପକ୍ଷରୁ ଶ୍ୱତ୍ରିୟ ବ୍ରାହ୍ମଣମାନେ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପାଦନ କରିବେ। 3 ରଥ ପାଇଁ 3ଟି 12 ଫୁଟିଆ ଧୌରା କାଠକୁ ଶ୍ୱତ୍ରିୟ ବ୍ରାହ୍ମଣମାନେ ମା ସରସ୍ୱତୀଙ୍କୁ ଆହ୍ୱାନ ପୂର୍ବକ ଫୁଲଚନ୍ଦନ ପଞ୍ଚାମୃତ ଅର୍ଘ୍ୟ ମହାପ୍ରସାଦ ଆଦି ଅର୍ପଣ କରି ପୂଜାର୍ଚ୍ଚନା କରିବେ। କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଜଲାପୁଟ ଜଳଭଣ୍ଡାରରେ ଭାରସାମ୍ୟ ହରାଇ ବୁଡ଼ିଲା ଡଙ୍ଗା। ଫଳରେ ଡଙ୍ଗାରେ ଥିବା 3 ଜଣ ଛାତ୍ରଙ୍କ ମଧ୍ୟରୁ ଜଣେ କୂଳକୁ ଫେରି ଆସିଥିବା ବେଳେ ଅନ୍ୟ 2 ଜଣ ଛାତ୍ର ନିଖୋଜ। ସେମାନେ ହେଲେ ଜଳାପୁଟ ଗାଁର ଶିବନ୍ତାଳ, ଅମିତନ୍ତାଳ, ଗୌତମ କେମୁଣ୍ଡ ଏବଂ ସେମାନେ ଜଳାପୁଟ ଜଳଭଣ୍ଡାରକୁ ବୁଲିବାକୁ ଯାଇଥିଲେ। ସେପଟେ ଘଟଣାସ୍ଥଳରେ ନନ୍ଦପୁର ପୁଲିସ ତହସିଲଦାର ପହଞ୍ଚି ଉଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି। ଆଜି ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥି। ଆଜିର ଦିନରେ ଧରା ଅବତରଣ କରିଛନ୍ତି ସରସ୍ୱତୀ ବାଗଦେବୀ। ବିଭିନ୍ନ ଶିକ୍ଷାନୁଷ୍ଠାନରେ ମା ବିଦ୍ୟାଦାୟିନୀ ସରସ୍ୱତୀଙ୍କୁ ଭକ୍ତିର ସହ ପୂଜାର୍ଚ୍ଚନା କରୁଛନ୍ତି ଛାତ୍ରଛାତ୍ରୀ ଏବଂ ମା ସରସ୍ୱତୀ ହେଉଛନ୍ତି ଜ୍ଞାନ, ବୁଦ୍ଧି, ବିଦ୍ୟା, ବାଣୀର ଦେବୀ। ବିଶ୍ୱାସ ରହିଛି ମା ସରସ୍ୱତୀଙ୍କୁ ପୂଜା ଆରାଧନା କଲେ ବୃଦ୍ଧି ଏବଂ ବିଦ୍ୟା ପ୍ରାପ୍ତ ହୋଇଥାଏ। ଏବଂ ଭିଜିଲାନ୍ସ ଜାଲରେ ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଏସ୍ଆଇ ଅଭୟ ନାୟକ ସେ ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ଏକ ପାରିବାରିକ ବିବାଦ ମାମଲାର ସମାଧାନ ପାଇଁ 4000 ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ହାତରେ ଧରା ପଡ଼ିଛନ୍ତି।